କୁମ୍ଭାରପଡ଼ା ମାଣ୍ଡିଆରଗଡ଼ି ପଥର ଖଣିରେ ବେଆଇନ ବ୍ଲାଷ୍ଟିଂ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଖଣ୍ଡପଡ଼ା ତହସିଲ ପ୍ରଶାସନ ଉଦାସୀନତାର ସୁଯୋଗ ନେଇ କୁମ୍ଭାରପଡ଼ା ଗ୍ରାମସ୍ଥିତ ମାଣ୍ଡିଆରଗଡ଼ି ପଥର ଖଣିରୁ ସ୍ଥାନୀୟ ଅଞ୍ଚଳର ମାଫିଆମାନେ ଦିନ ରାତିରେ ବେଆଇନ ଭାବେ ବ୍ଲାଷ୍ଟିଂ କରି ଟ୍ରିପ୍ ଖଣିଜ ସମ୍ପଦ ଲୁଟ୍ କରି ନେଉଥିବା ଅଭିଯୋଗ ହୋଇଛି। ମାଫିଆମାନେ କମ୍ପ୍ରେସର ମେସିନ୍ ଓ ଡିନାମାଇଟ୍ ଲଗାଇ ପଥର ବ୍ଲାଷ୍ଟିଂ କରୁଥିବାରୁ ପ୍ରଚଣ୍ଡ ଶବ୍ଦରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ପୁନଶ୍ଚ ବ୍ଲାଷ୍ଟିଂ ଫଳରେ ଛୋଟ ବଡ଼ ପଥର ଖଣ୍ଡଗୁଡ଼ିକ ଏଣେତେଣେ ଉଡ଼ି ଆଖପାଖ ଅଞ୍ଚଳର ଚାଷ ଜମିରେ ପଡ଼ୁଛି। ଫଳରେ ଜମିରେ ଚାଷବାସ ନିମନ୍ତେ ଆଖପାଖ ଅଞ୍ଚଳର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଉକ୍ତ ପଥର ଖଣିରେ ବେଆଇନ ଭାବେ ଚାଲିଥିବା ପଥର ବ୍ଲାଷ୍ଟିଂ ବନ୍ଦ ନିମନ୍ତେ ଅଞ୍ଚଳବାସୀ କୋଷକା ରାଜସ୍ୱ ନିରୀକ୍ଷକଙ୍କଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଫଳରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ମାଣ୍ଡିଆରଗଡ଼ି ପଥର ଖଣିକୁ ତହସିଲ ପ୍ରଶାସନ ପକ୍ଷରୁ କାହାରିକୁ ନିଲାମ ସୂତ୍ରରେ ଦିଆଯାଇନଥିବା ବେଳେ ଏହାର ସୁଯୋଗ ନେଇ ମାଫିଆମାନେ ବେଶ୍ ସକ୍ରିୟ ହୋଇ ଉଠିଥିବା ଜଣାପଡ଼ିଛି। ଫଳରେ ରାଜ୍ୟ ସରକାର ଏ ବାବଦରେ ବିପୁଳ ପରିମାଣର ରାଜସ୍ୱ ହରାଉଥିବା ଜଣାପଡ଼ିଛି। ଏଥିପ୍ରତି ରାଜସ୍ୱ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ କୁମ୍ଭାରପଡ଼ା ପଞ୍ଚାୟତବାସୀ ଦାବି କରିଛନ୍ତି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।